ମୋ ନାଁ ଶ୍ରୁତି ସାୟନ ରାଉତ। ରେଜଲ୍ଟ A1 ପାଇଛନ୍ତି ଆପଣ 10th କ୍ଲାସ୍ ରେ କଣ କହିବେ? ମୋ ବାପା ମା ମୋ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏସବୁ ହେଇ କେତେ ସମୟ ଘରେ ପଢାପଢି କରୁଥିବେ, କେତେ ସମୟ ପରିଶ୍ରମ କରୁଥିବେ? 7 ରୁ 8 ଘଣ୍ଟା ପରିଶ୍ରମ। ଗୁରୁଜନ ମାନଙ୍କୁ କଣ କହିବେ ଆପଣ? ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଭଲ ପଢାନ୍ତି, ତେଣୁ ମୁଁ ତାଙ୍କ ପାଇଁ ଆଜି ଭଲ ମାର୍କ ରଖିପାରିଛି। ଆଗକୁ ଲକ୍ଷ୍ୟ କଣ ଅଛି? ଆଗକୁ ଜଣେ ଭଲ ଶିକ୍ଷୟିତ୍ରୀ ହୋଇ ସମାଜ ଗଢିବାରେ କଣ ସହପାଠୀ ଏମିତି ପାଠ ପଢିବାରେ। ମୁଁ ଏଇ ରାଧାରମଣ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଛୁଆ ଯୋଉ ଉତ୍ତୀର୍ଣ୍ଣ ହେଇଛି ଯୋଉ ମାର୍କ ରଖି ତା ବାଦରେ ସେ ଆମ ବିଦ୍ୟାଳୟର ଜଣେ ଭଲ, ଖାଲି ପାଠରେ ନୁହେଁ ସବୁ ପ୍ରକାର ଦୃଷ୍ଟିରୁ ସେ ଭଲ ପିଲା। ସେ ତାର ସେଇ କଠିନ ପରିଶ୍ରମ ଆଜି ତାକୁ ସଫଳତାରେ ପହଞ୍ଚାଇ ପାରିଛି। ସେ ବିଦ୍ୟାଳୟରେ ପାଦ ଦେଲା ଦିନଠାରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନୁଭବ କରିଥିଲେ ବା ଜାଣିଥିଲେ ସେ ନିଶ୍ଚିନ୍ତ ଦିନେ ଆମ ଏ ବିଦ୍ୟାଳୟ ରାଧାରମଣ ବିଦ୍ୟାଳୟରେ A1 ଗ୍ରେଡରେ ପାସ୍ କରିବ। ଏ ଭରସା ମଧ୍ୟ ସମସ୍ତଙ୍କର ଥିଲା। ଯାହା ହଉ ସେ ସମସ୍ତଙ୍କର ସେ ଭରସାକୁ ଆଜି ପହଞ୍ଚେଇ ପାରିଛି। ତାର ସେଇ କଠିନ ପରିଶ୍ରମ ବଳରେ ସେ ଆଜି ଆଗକୁ ଯାଇଛି। ଆଉ ମଧ୍ୟ ସେଇ ରାଧାରମଣ ପାଖରେ ମୁଁ ପ୍ରାର୍ଥନା କରୁଛି ସେ ତାର ସେଇ ଭବିଷ୍ୟତ ଉଜ୍ଜଳ ହଉ, ସେ ଏଇଭଳି କ୍ୟାରିୟର ରଖି ତାର ଭବିଷ୍ୟତ ଗଢୁ। ନିଶ୍ଚିତ ଭାବରେ ଖାଲି ଶିକ୍ଷକ ଶିକ୍ଷୟିତ୍ରୀ ନୁହଁ, ଏ ଅଭିଭାବକ ମାନେ ଯୋଉ ପିଲାମାନଙ୍କୁ ଏଠି ଛାଡୁଛନ୍ତି ସେମାନଙ୍କର ମାନେ କଠିନ ପରିଶ୍ରମ ମଧ୍ୟ ରହୁଛି। ସେମାନଙ୍କର এই ବିଶ୍ୱାସ ରହିଛି ଏ ରାଧାରମଣ ବିଦ୍ୟାଳୟରେ ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରହିଛନ୍ତି ସମସ୍ତେ ପିଲାଙ୍କ ପାଇଁ ନିଜ ପିଲା ଭଳି ଲାଗିଛନ୍ତି। ସେଥିପାଇଁ ବୋଧେ ଆଜି ସମସ୍ତଙ୍କର ଯଦି ରହିଛି ଆମର ଖାଲି ଗାର୍ଡିଆନ ଆଉ ପିଲା, ଆମର କମିଟି ମେମ୍ବର ସମସ୍ତେ ମଧ୍ୟ ପିଲାଙ୍କ ପାଇଁ ସବୁବେଳେ ଆସିକି ପହଞ୍ଚନ୍ତି, ବୁଝନ୍ତି, ଲାଗନ୍ତି। ସେଥିପାଇଁ ଆଜି ଏ ରାଧାରମଣ ବିଦ୍ୟାଳୟ ଭଲ ରେଜଲ୍ଟ କରୁଛି। ମଧ୍ୟ ଖାଲି A1 ରେ ଆମର ଜଣେ, A2 ରେ ମଧ୍ୟ 3 ଜଣ ଭଲ ମାର୍କ ରଖିଛନ୍ତି। ଆମର B1 ରେ ମଧ୍ୟ 12 ଜଣ ଅଛନ୍ତି, B2 ରେ 12 ଜଣ ଅଛନ୍ତି। ସବୁ ପିଲା ମଧ୍ୟ ଭଲ ରେଜଲ୍ଟ କରୁଛନ୍ତି। ପ୍ରତିବର୍ଷ ମଧ୍ୟ ଏଇଭଳି ରେଜଲ୍ଟ ହଉଛି। ଯାହା ହଉ ଏ ବିଦ୍ୟାଳୟ ଆଗରୁ ଜଣେ A1 2016 ମସିହାରେ ପାଇକି ଏ ବିଦ୍ୟାଳୟର ନାଁ ରଖିଥିଲା। ଆଜି ସେ ଶ୍ରୁତି ସାୟନ ରାଉତ ଆଜି ସିଏ ମଧ୍ୟ ସେଇ A1 ରଖି ଆମର ଯୋଉ କୋରେଇ ବ୍ଲକରେ 5 ଜଣଙ୍କ ମଧ୍ୟରେ ସିଏ ସ୍ଥାନ ପାଇଛି। ଗୋପୀନାଥ ରାଉତ ଆଜି ଝିଅ A1 ରେ ଉତ୍ତୀର୍ଣ୍ଣ ହେଇଛି, 10ମ ରେଜଲ୍ଟ କେତେ ଖୁସି ଅଛନ୍ତି କଣ? ଖୁସି ତ ଅଛି, ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସେବା ପାଇଁ ସେ ଆଗକୁ ଯାଇଛି। ଆଉ ଘରେ ପଢୁଥିବା ସ୍କୁଲ କେମିତି କଣ ଆସୁଥିଲା? ସ୍କୁଲ ରେଗୁଲାର ଆସେ, 5 ରୁ 6 ଘଣ୍ଟା 3-4 ଘଣ୍ଟା ପଢେ ଘରେ। କେତେ ଖୁସି ଅଛନ୍ତି? ଖୁସି ତ ଅଛି। ଆଉ ଆଗକୁ କଣ ଲକ୍ଷ୍ୟ ଅଛି? ପିଲାର ଇଚ୍ଛା ଅନୁଯାୟୀ ପିଲାର ଖୁସି ଅନୁଯାୟୀ ଆମର ପଢେଇବାର ଦାୟିତ୍ୱ ଆମର।